ବାବୁସାନଙ୍କର ଆଗାମୀ ଯୋଉ ଦୁଇଟା ମୁଭି ଅଛି ତାର ଅପଡେଟ ନେଇକି ଆମେ ଆସିଛୁ। ତାର ପସିବିଲିଟିଜ କଣ ହେଇପାରେ, କେବେ ରିଲିଜ ହବ, ପୁଣି ମାନେ ତାର ସୁଟିଂ କେବେ ଷ୍ଟାର୍ଟ ହବ, ତ ଏଇ ସବୁ ବିଷୟରେ ଆମେ କଥା ହେବା ଆଜି। କୋଉ ମୁଭି ତାଙ୍କର ପେଣ୍ଡିଂ ଅଛି, କୋଉ ମୁଭି ଆସିବ, ତ ଏଇ ସବୁ ବିଷୟରେ ଆମେ କଥା ହେବା। ତ ସବୁଥର ଭଳି ଗୋଟେ ରିକ୍ୱେଷ୍ଟ, ଆପଣ ମାନେ ଭିଡିଓଟିକୁ ଫାଷ୍ଟ ଲାଇକ୍ କରନ୍ତୁ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଆଉ ଯଥାମତ ସେୟାର କରନ୍ତୁ ବାବୁସାନ ଫ୍ୟାନ୍ସ ମାନଙ୍କ ସହିତ। କାହିଁକି ନା ବାବୁସାନ ଫ୍ୟାନ୍ସ ମାନେ ଇଏ ଜିନିଷକୁ ବହୁତ ମାତ୍ରାରେ ଅପେକ୍ଷା କରିଛନ୍ତି। କାହିଁକି ନା ବୋଉ ବୁଟୁ ପରେ ତାଙ୍କର ଆଉ କୌଣସି ଆଉ ଇଏ ଦେଖିବାକୁ ମିଳୁନାହିଁ, କିଛି ଅପଡେଟ ନାହିଁ। ଆଉ ସିଏ ଯୋଉ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ସେମାନେ ଯାହା ତାଙ୍କର ପର୍ସନାଲ କିନ୍ତୁ କୌଣସି ମୁଭି ଅପଡେଟ ସେମାନେ ପୋଷ୍ଟ କରୁନି। ଆଉ ମାନେ ଅଲଗା କୋଉ ସୋର୍ସ ବି ଆଉ କିଛି ଆସୁନି, କାହିଁକି ନା ମାନେ ଅଲଗା କୋଉ ପ୍ରଡକ୍ସନ ହାଉସ ତରଫରୁ କି ଏଇଟା ହବ ତାଙ୍କ ଜନ୍ମଦିନରେ ବୋଉ ବୁଟୁ ପରେ ଏତେ ମାତ୍ରା ସଫଳତା ପରେ ଜନ୍ମଦିନରେ ସମସ୍ତଙ୍କର ଆଶା ଥିଲା କି ଗୋଟେ କିଛି ଗୋଟେ ଆନାଉନ୍ସମେଣ୍ଟ ହବ, ସେତେବେଳେ ବି ହେଲାନି। ଦୁର୍ଗା ପୂଜାର ଅପେକ୍ଷା ହେଲା, ସେତେବେଳେ ବି ହେଲାନି। ଦିୱାଲି ବି ପଳେଇଲା, କଣ ରଜରେ ଆସିବେ ନାହିଁ, ଏ ସବୁ ବିଷୟରେ ଆମେ କଥା ହେବା ଆଜିର ଭିଡିଓରେ। ତ ଚ୍ୟାନେଲକୁ ଫାଷ୍ଟ ସବସ୍କ୍ରାଇବ କରିଦିଅନ୍ତୁ। ଆମେ ଫାଷ୍ଟ କଥା ହେବା ଯୋଉଟା ପୂର୍ବରୁ ଆନାଉନ୍ସମେଣ୍ଟ ହେଇଥିଲା। ତ ଗଜପତି ଯେତେବେଳେ ଆନାଉନ୍ସମେଣ୍ଟ ହେଲା, ମାନେ ଜନ୍ମଦିନରେ ଆନାଉନ୍ସମେଣ୍ଟ ହେଇଥିଲା, ତ ଗଜପତି ଆନାଉନ୍ସମେଣ୍ଟ ହେଲା ପରେ କିନ୍ତୁ ତାର ଆଉ କିଛି ଖୋଜ ଖବର ନାହିଁ, କିଛି ସେମିତି ଅପଡେଟ ଦେଲେନି କି କିଛି ମାନେ ଆସିଲାନି। ତ ଗଜପତି ମାନେ ସେ ଗୋଟେ କଣ ଗୋଟେ ପିରିୟଡ ଡ୍ରାମା, ଯେମିତି ଗୋଟେ ମାନେ ରାଜା ଟାଇପର ଫିଲ୍ମ ହେଇଥାନ୍ତା, ଭଲ ଲାଗିଥାନ୍ତା ବି, କାହିଁକି ନା ସେଭଳିଆ ଟାଇପର ଫିଲ୍ମ ବହୁତ କମ ଅଛି ହେଇଥାନ୍ତା। କିନ୍ତୁ ଆନାଉନ୍ସମେଣ୍ଟ ପରେ ଆଉ କିଛି ଅପଡେଟ ଆସିଲା ନାହିଁ। ଆମ ଓଡିଆରେ ଆକ୍ଚୁଆଲି ଏଇ ଜିନିଷଟା ହଉଛି କି ଆନାଉନ୍ସମେଣ୍ଟ ହଉଛି ତାପରେ ଆଉ କିଛି ଆସୁନି, କାରଣ ଅନ୍ତରାମୀ ବି ବହୁତ ପୂର୍ବ ଆନାଉନ୍ସମେଣ୍ଟ ହେଲାନି କି ତାର କଥା ଆମେ ଆଗକୁ କହୁଛୁ। ତ ଗଜପତିରେ ଏଇଟା ହେଲା, ତାପରେ କିନ୍ତୁ ଆଉ ଗଜପତିରେ ଆଉ କିଛି ଇଏ ଆସିଲାନି। ଏଇଟା 2022 ରେ ହେଇଥିଲା ଗଜପତିର ଆନାଉନ୍ସମେଣ୍ଟଟା ତାଙ୍କ ବର୍ଥଡେରେ। ତ ତାପରେ ଆଉ କିଛି ଅପଡେଟ ଆସିଲାନି, ସେଟା ପାଖାପାଖି 3 ବର୍ଷ କ୍ରସ କରିଲାନି। ଆଉ ସେ ଫିଲ୍ମ ଉପରେ ଆଉ କେହି କଥା ବି ହଉନାହାନ୍ତି, ଯୋଉଟା ଜଣା ପଡୁଛି ଗଜପତି ଆଉ ସିଏ ଆଉ ବହୁତ କମ ଅଛି, ମାନେ ଜିରୋ କହିଲା ଚଳେ। ତାପରେ ଆଉ ଯୋଉଟା ଆନାଉନ୍ସମେଣ୍ଟ ତାପରେ ହେଇଥିଲା ସେଇଟା ହେଇଥିଲା କି ଆମର ଅନ୍ତର୍ଜାମୀ ଯେତେବେଳେ ହେଇଥିଲା କି ବହୁତ ପିଲାଙ୍କର ଏକ୍ସାଇଟମେଣ୍ଟ ଥିଲା, ମାନେ ବହୁତ ବାବୁସାନ ଫ୍ୟାନ୍ସ ମାନଙ୍କ ବହୁତ ଏକ୍ସାଇଟମେଣ୍ଟ ଥିଲା କି ଅନ୍ତର୍ଜାମୀ କାହିଁକି ଏଇଟା ତେଲୁଗୁର ମାନେ ତିଆରି ହଉଛି ଆଉ ପ୍ୟାନ ଇଣ୍ଡିଆ ଏଇଟା ରିଲିଜ କରିବାକୁ ବହୁତ ସବୁ ଲାଙ୍ଗୁଏଜ, ତେଲୁଗୁ, ତାମିଲ, କାନାଡା ତ ମାନେ ସେଇଟା କାହିଁକିନା ପ୍ରଥମ ଥର ପାଇଁ ଓଡିଆ ଇତିହାସରେ ଏମିତି କିଛି ଗୋଟେ ହେଇଥାନ୍ତା। ଆଉ ତାର ଯୋଉଟା ପୋଷ୍ଟର ଆସିଥିଲା ହାତରେ ଯୋଉଟା ଆମର ଇଏ କଥା, ଆମେ ଫୁଲ ଆକ୍ସନ ମୁଭି ଆମେ ଦେଖିବା ଆପଣ ମାନଙ୍କୁ ଆମେ ସ୍କ୍ରିନ ଦେଖଉଛୁ, ଗୋଟେ ହାତ କଡି ଭଳିଆ ଲାଗିଛି, ତାପରେ ବାବୁସାନ ଧରିଛନ୍ତି କଣ ସବୁ। ତ ବହୁତ ଭଲ ପୋଷ୍ଟରଟା ବି ହେଇଥିଲା, ଆଉ ଲାଗୁଥିଲା ଗୋଟେ ପୁରା ଆକ୍ସନ, ପୁରା ଇଣ୍ଟେନ୍ସ ଆକ୍ସନ ଗୋଟେ ଫିଲ୍ମ ଗୋଟେ ହବ। ତ ଆନାଉନ୍ସମେଣ୍ଟ ତ ହେଇଗଲା, କିନ୍ତୁ କଣ ହେଲା କି ତାପରେ ଆଉ କିଛି ଅପଡେଟ ଆସିଲା ନାହିଁ। ତ ଆମେ ଭାବୁଥିଲୁ ଅନ୍ତର୍ଜାମୀ ଆସିବ 2025 ରେ, କିନ୍ତୁ 2025 ରେ ସରପ୍ରାଇଜିଂଲି ବୋଉ ବୁଟୁ ଆସିଲା। କିନ୍ତୁ ବୋଉ ବୁଟୁ ତ ଗୋଟେ ଅପାର ସଫଳତା ପାଇଲା, ସେଟା ତ କେହି ବି ଇଏ କରିବେନି, କାହିଁକିନା ବହୁତ ମାତ୍ରାରେ ସଫଳତା ପାଇଲା, ଯାହା ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ବିପ୍ଳବ ଗୋଟେ ଆଣିଲା। କିନ୍ତୁ ଜିନିଷ ହଉଛି ଆନାଉନ୍ସମେଣ୍ଟ ହେଇଥିଲା, କିନ୍ତୁ କାହିଁକିନା ବୋଉ ବୁଟୁ ତ ହରର କମେଡି ବି ଏତେ ନୁହଁ, ହରର ରହିଲା। କିନ୍ତୁ ଅନ୍ତର୍ଜାମୀ ଫିଲ୍ମଟା ସେଟା କଣ ପୁରା ଆକ୍ସନ ଥ୍ରିଲର ଗୋଟେ ଫିଲ୍ମଟା ଲାଗୁଥିଲା। ତ ସମସ୍ତେ ଆକ୍ସନ ଫିଲ୍ମ ଏବେ ଜମାନା ଚାଲିଛି ଆକ୍ସନ ଫିଲ୍ମର, ହିନ୍ଦୀରେ ଦେଖୁଥିବେ। କିନ୍ତୁ ସେଟା ଯେହେତୁ ରିଲିଜ ନ ହେଇକି ମାଲ୍ୟଗିରି ଆସିଥିଲା, ମାଲ୍ୟଗିରି ରିଲିଜ ତ ମାଲ୍ୟଗିରି ହେଲା, ଆନାଉନ୍ସମେଣ୍ଟ ତ ହେଇଥିଲା ମାଲ୍ୟଗିରି ଆସିଲା, ମାଲ୍ୟଗିରି ବି ଭଲ ହେଲା। ତ କିନ୍ତୁ ଅନ୍ତର୍ଜାମୀ ପାଇଁ ଏକ୍ସାଇଟମେଣ୍ଟଟା କିନ୍ତୁ ଅନ୍ତର୍ଜାମୀ ପାଇଁ ଅଛି, ଯେମିତି ଅନୁଭବଙ୍କର ରାବଣ ପାଇଁ ଅଛି, ବାବୁସାନଙ୍କର ସେମିତି ଅନ୍ତର୍ଜାମୀ ପାଇଁ ଅଛି। ଏଇ ଦୁଇଟା ମୁଭି ଏବେ ଓଡିଆରେ ହାଇପ୍ ଅଛି। କାହିଁକି ଜିନିଷ ହଉଛି ଅନ୍ତର୍ଜାମୀଟା ଖାସ ତ ତେଲୁଗୁ ଡାଇରେକ୍ଟର ହେଲେ ତାଙ୍କର କଣ ଆକ୍ସନ ସିନ୍ ଦେଖେଇବାର ତାଙ୍କର ବଢିଆ ଦେଖାନ୍ତି। ତାପରେ ଆଉ ଜିନିଷ ରହିଲା କି ଅନ୍ତର୍ଜାମୀର ଆନାଉନ୍ସମେଣ୍ଟ ହେଲା, ତାପରେ ଆଉ ତାର କିଛି ଅପଡେଟ ଆସିଲା ନାହିଁ। ସେଟା ପ୍ୟାନ ଇଣ୍ଡିଆ ରିଲିଜ ହବା ପାଇଁ ଥିଲା, ସେଇଥିପାଇଁ ବହୁତ ଏକ୍ସାଇଟମେଣ୍ଟ ଥିଲା। କାହିଁକିନା ପ୍ରଥମ ଥର ପାଇଁ କେହି ହିନ୍ଦୀରେ ବି ରିଲିଜ ହେଇଥାନ୍ତା, ସେଟା ଦେଖିଥାନ୍ତେ ଓଡିଆ ପ୍ରତ୍ୟେକ ଲାଙ୍ଗୁଏଜ, କନ୍ନଡ ଯେମିତି ଆମେ କହିଲେ ସବୁ ମେନ୍ ଲାଙ୍ଗୁଏଜ, ପ୍ୟାନ ଇଣ୍ଡିଆ ହେଇଥାନ୍ତା। ପ୍ୟାନ ଇଣ୍ଡିଆ ହେଇଥିଲେ ବହୁତ ଭଲ ହେଇଥାନ୍ତା, କିନ୍ତୁ ତାପରେ ଆଉ କିଛି ବିଶେଷ ଅପଡେଟ ଆସିଲା ନାହିଁ। ତ 23 ଗଲା ପରେ 24 ବି ଗଲା, କିଛି ଅପଡେଟ ଆସିଲା ନାହିଁ, ଏପର୍ଯ୍ୟନ୍ତ ବି କିଛି ଆଉ କିଛି ତାର ଆସିନି। ତଥାପି ଭରସା ତ ଅଛି ୟାର ମାନେ ସୁଟିଂଟା ଷ୍ଟାର୍ଟ ହେଇପାରେ କି ଇଏ କଣ ହେଇପାରେ, ସେଟା ଫର୍ଦର ଅପଡେଟ ହେଲା ଆମେ ଆପଣଙ୍କୁ ଜଣେଇବୁ। ବାବୁସାନ ବଡି ବାହାର କରୁଛନ୍ତି, ଜିମ୍ କରୁଛନ୍ତି, ତ କିଛି ଗୋଟେ ଆକ୍ସନ ମୁଭି ପାଇଁ, କାହିଁକିନା ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଆପଣ ମାନେ ଦେଖିଥିବେ, ବଡି ବି କରୁଛନ୍ତି, ଜିମ୍ କରୁଛନ୍ତି। ତ କିଛି ଗୋଟେ ଆକ୍ସନ ଫିଲ୍ମ ପାଇଁ ଯାହା ବି ହେଲେ ସେ ପ୍ରିପେୟାର ହଉଛନ୍ତି। ଆଉ ଗୋଟେ କଥା, ତାପରେ ଆସିଥିଲା ଆମେ ଅନ୍ତରାମୀ ୱେଟ୍ କରିଥିଲେ, ବୋଉ ବୁଟୁ ଭୂତ ପୂର୍ବରୁ ସୋନକ ଆସିଥିଲା, ସୋନ କଥା ମୁଁ କହୁଛି। କିନ୍ତୁ ଏବେ ଯୋଉଟା ଆମେ କହୁଛୁ ଅନ୍ତର୍ଜାମୀର ବୋଉ ବୁଟୁ ପରେ କଣ ତାଙ୍କର ମାନେ ତାଙ୍କ ବାପାଙ୍କ ଡେଥ୍ ହେଇଗଲା, ଭିତରେ ଦୁଃଖର କଥା, ଉତ୍ତମ ଚାଲିଗଲେ। ଆଉ ତାପରେ ସେ କଣ ପୁରା କାମ ସରିଲା ପରେ ତାଙ୍କ ବାପାଙ୍କ କର୍ମ କରିଥିଲେ, ଆଉ ତାପରେ ସେ କଣ ପୁରା ବଡି ଏବେ ମାନେ ବାହାର କରୁଛନ୍ତି। ଚୁଟି ଉଠିବାର ୱେଟ୍ ଅଛି, ଚୁଟି ତ ଉଠିଗଲାନି, କାହିଁକିନା ତାଙ୍କର ଭଲ ଚୁଟି, ତାଙ୍କର ମାନେ ଫୁଲ ଚୁଟି ଥାଏ, ତାଙ୍କର ତ ଭଲ ଲାଗେ ତାଙ୍କୁ ଦେଖିବା ପାଇଁ। ଆଉ ତାଙ୍କର ଏବେ ତ ବଡି ପୁରା ହେଇଗଲାଣି, କିଛି ଗୋଟେ ଆକ୍ସନ ଫିଲ୍ମ ନେଇକି ଆସୁଛନ୍ତି। କିନ୍ତୁ ଅନ୍ତର୍ଜାମୀର ଅପଡେଟ ତ ସେମିତି କିଛି ନାହିଁ, କାହିଁକିନା ଫର୍ଦର ଅପଡେଟ ଆସିଲେ ଆମେ ଆପଣଙ୍କୁ ଜଣେଇବୁ। କାହିଁକିନା ଫେକ୍ ନ୍ୟୁଜ ଆମ ଚ୍ୟାନେଲରେ ଆପଣ ପାଇବେନି। ଆମେ ଏମିତି କହିଦେବୁ
ଅନ୍ତର୍ଜମୀ ଆସୁଛି କିନ୍ତୁ ଆପଣ ମାନେ ଇଏ କର କିନ୍ତୁ ଆଉ ଗୋଟେ ଜିନିଷ ଜାଣିଛୁ କି ଏଇଟାର ସ୍କ୍ରିପ୍ଟିଂ ଚାଲିଛି ଗୋଟେ ଫିଲ୍ମ ବାବୁସାନ ସ୍କ୍ରିପ୍ଟିଂ ରେ ବସିଛନ୍ତି ଏଇଟା ଏତିକି ଜାଣିଛୁ ଗୋଟେ ଫିଲ୍ମର ସ୍କ୍ରିପ୍ଟିଂ ରେ ଅଛନ୍ତି କିନ୍ତୁ କୋଉ ଫିଲ୍ମର ସ୍କ୍ରିପ୍ଟ ରେ ଅଛନ୍ତି ସେଇଟା ଫର୍ଦର ଅପଡେଟ ଆସିଲେ ଆମେ ଆପଣଙ୍କୁ ଜଣେଇବୁ କିନ୍ତୁ ଏତିକି ଜାଣିଥାନ୍ତୁ ଗୋଟେ ସ୍କ୍ରିପ୍ଟ ରେ ସେ ଏବେ ଚର୍ଚ୍ଚା କରୁଛନ୍ତି କାହିଁକି ନା ଦେଖନ୍ତୁ ଟାଇମ ବି ଆଉ ନାହିଁ ନଭେମ୍ବର ଡିସେମ୍ବର ହେଇଗଲା ମାନେ ଆଉ 3-4 ମାସରେ ସୁଟିଂ ସହିତ ଏଡିଟିଂ କାମ କରିକି ରଜରେ ହବ ତ ଯଦି ସେ ରଜ ହିସାବରେ ଯଦି ଚାଲିଥାନ୍ତି ତାହେଲେ ତ ଏବେ ତ ସୁଟିଂ ଷ୍ଟାର୍ଟ ଆନାଉନ୍ସମେଣ୍ଟ ତ ହବ ତାହେଲେ ଆପଣ ମାନେ ତ ଆନାଉନ୍ସମେଣ୍ଟ ଥରେ ହେଇଗଲା ଆପଣ ମାନେ ତାପରେ ଫର୍ଦର ଅପଡେଟ ସବୁ ପାଇବେ ତ ସେଟା ଗଲା କିନ୍ତୁ 24 ରେ ଆସିଥିଲା ସୋନକର ଗୋଟେ ମୋଶନ ପୋଷ୍ଟର ଆସିଥିଲା ବଡ ଭଳିଆ ଛୁରୀ ଧରିଥିଲେ ଖାଲି ବ୍ଲଡ ଭଳିଆ ଖାଲି ଲୋକ ସବୁ ପଡିଥିଲେ ଇଏ ମାନେ ସେଟା ପୁରା ଆକ୍ସନ ଫିଲ୍ମ ଭଳିଆ ଲାଗୁଛି ଆଉ ଯୋଉଟା ଜଣା ପଡୁଛି ଏ ଯୋଉ 3ଟା ଫିଲ୍ମ ଆମେ କହିଲୁ ଗଜପତି ତ ବିଲକୁଲ ନାହିଁ କହିଲା ଭଳି ଚାଲେ ଅନ୍ତର୍ଜାମୀଟା ପାଖାପାଖି 20% ର ଚାନ୍ସ ଅଛି କିନ୍ତୁ ସବୁଠୁ ଅଧିକା ଚାନ୍ସ ଅଛି ସୋନକର ଯୋଉଟା ସବୁଆଡୁ ଶୁଣିବାକୁ ମିଳୁଛି ଯାହାର ଚର୍ଚ୍ଚା ଚାଲୁଛି କି ସୋନକର ବହୁତ ସାରା ଚର୍ଚ୍ଚା ଅଛି କି ଫିଲ୍ମଟା ଆସିପାରେ ଆଉ ସେଟା ବି ଆକ୍ସନ ଫିଲ୍ମ ଆଉ ବାବୁସାନ ବି ବଡି ବନଉଛନ୍ତି ସେଟା ଫୁଲ ଆକ୍ସନ ହବ ସେ ନେଇ ସେ ବଡି ବାହାର କରୁଛନ୍ତି ଆଉ ସ୍କ୍ରିପ୍ଟ ରେ ବସିଛନ୍ତି ଆମେ ଆଶା କରୁଛୁ କିଛି ଗୋଟେ ଆକ୍ସନ ଫିଲ୍ମ ବୋଧହୁଏ ସୋନକ ବୋଧେ ହେଇପାରେ 78% ଆମର ଚାନ୍ସ କହୁନା ଏପର୍ଯ୍ୟନ୍ତ କି କୌଣସି ଅଫିସିଆଲ ଆସିନି କାହିଁକି ନା ଆମେ ଫେକ୍ ନ୍ୟୁଜ ଦେଇକି ଆପଣ ମାନଙ୍କୁ ଖୁସି କରେଇକି ପୁଣି ଆପଣଙ୍କ ମନ ପରେ ଦୁଃଖ ହବ ଯୋଉଟା ବି ଅପଡେଟ ଆସିବ ଆମେ ଫ୍ୟାନ୍ସ ମାନଙ୍କୁ ଖୁସି ଯୋଉଟା ଅପଡେଟ ଆସିବ ସେଇଟା ଦେଲେ ଫ୍ୟାନ୍ସ ମାନେ ଖୁସି ହେବେ ମାନେ ଠିକ ଅପଡେଟ ଦେଲେ ଫ୍ୟାନ୍ସ ମାନେ ଖୁସି ହେବେ ଆଉ ଆପଣ ମାନେ ବି ଭଲ ପାଇବା ଦେବେ ଏତିକି ଜାଣିଥାନ୍ତୁ ବାବୁସାନଙ୍କର ଆକ୍ସନ ମୁଭି ଗୋଟେ ଆସୁଛି ତ କାହିଁକି ନା ବଡି ବନଉଛନ୍ତି ଆକ୍ସନ ଫିଲ୍ମ ତ ଗୋଟେ ବନେଇବେ ନା କାହିଁକି ନା ଦିଟା ଆନାଉନ୍ସମେଣ୍ଟ ଏପର୍ଯ୍ୟନ୍ତ ଯଦି ଆମେ ଦିଟାକୁ ଚର୍ଚ୍ଚା କରିବା ଅନ୍ତର୍ଜାମୀ ଆଉ ଇଏ ଗଜପତିକୁ ଛାଡି ଦିଅନ୍ତୁ ଅନ୍ତର୍ଜାମୀ ଆଉ ସୋନକୁ ଯଦି ଚର୍ଚ୍ଚା କରିବା ସୋନକର ଅଧିକା ଚାନ୍ସ ରହୁଛି କାହିଁକି ନା ସ୍କ୍ରିପ୍ଟିଂ ରେ ଏବେ ଗୋଟେ ବସିଛନ୍ତି କିନ୍ତୁ ଭାବୁଛୁ ସେଇଟା ସୋନକ ହେଇଥିବ କିନ୍ତୁ ଯେପର୍ଯ୍ୟନ୍ତ ଆମେ କନଫର୍ମ ହେଇନୁ ସେଟା ଆପଣ ମାନଙ୍କୁ ଆମେ କହୁ କାରଣ ଦେଖ ବିଦ୍ୟାରାଣ ପରଠୁ ବାବୁସାନଙ୍କର ସେଭଳି ଆକ୍ସନ ମୁଭି ଆସିନି ନାହିଁ ବିଦ୍ୟାରାଣ ବି ଆକ୍ସନ ଫିଲ୍ମ ହେଇଥିଲା କିନ୍ତୁ ବାବୁସାନଙ୍କର ଚେହେରା ତା ଦେହରେ ଟିକେ ଅତି ବି ପତଳା ଦେଖାଉଥିଲା କିନ୍ତୁ ଏଥିରେ କଣ ବାବୁସାନଙ୍କ ଚେହେରା ଟିକେ ମାନେ କଣ ତାଙ୍କର ହେଲ୍ଥ ସହିତ ବଡି ଅଛି କିନ୍ତୁ ବିଦ୍ୟାରାଣ ଯଦି ମାନେ ଦେଖିବେ ମାନେ ଇଏ ତାଙ୍କ ଚେହେରାଟା ଅତି ପତଳା ଥିଲା ଆଶା ରହିଛି କି 70-80% ଆସିପାରେ କାରଣ ଆନାଉନ୍ସମେଣ୍ଟ ଯେହେତୁ ହେଇଯାଇଥିଲା ତ କିନ୍ତୁ ଅନ୍ତରାମର ସେଇଟା ହେଇନଥିଲା କି ସେଇଟା ଆମେ ଦେଖ ଆମେ ଚାହୁଁଛୁ କି ଅନ୍ତରାମର ହାଇପ୍ ଅଛି ତ ଅନ୍ତରାମକୁ ଯେତେ ଆସିବା ଦରକାର କିନ୍ତୁ ସେଇଟା ବାବୁସାନଙ୍କର ଉପରେ ଆଉ ଗୋଟେ ଜିନିଷ ବି ହଉଛି ବାବୁସାନ ବୋଉ ବୁଟୁବା ପରେ ଯେତେବେଳେ ମାନେ ପାୱାର ଆଉ ୟାଦରେ ଯେମିତି ସଫଳତା ପାଇଲେ ହେଇକି ତ ବାବୁସାନ ଏବେ ନିଜେ ବି ଚାହୁଁଥିବେ କି ସେ ଆଉ କୋଉ ପ୍ରଡକ୍ସନ ବ୍ୟାନରରେ କାମ ନ କରିକି ନିଜେ ଇଏ କରିବା ଆଉ ଗୋଟେ କଥା ମତେ ଏମିତି ଲାଗୁଛି କି ଅନ୍ତରାମ ମୁଭି ବାବୁସାନ ପ୍ରଡ୍ୟୁସ କରିବେ କିନ୍ତୁ ତାଙ୍କ ତରଫରୁ ସେ ଡାଇରେକ୍ଟର ଚୁଜ କରିବେ ସେଟା ବି ହେଇଥାଇପାରେ ଯଦି ହବ ଯାହା ବି ହଉ ଫିଲ୍ମରେ ଯୋଉଟା ହାଇପ୍ ଅଛି ସେଇଟା ଆସୁ ଆଉ ସେଇଟା ଆସିଲେ ମାନେ ଯଦି ଟିକେ ହିନ୍ଦୀ ରିଲିଜ ହୁଏ ବାବୁସାନ ତ କହିଛନ୍ତି ଗୋଟେ ଇଣ୍ଟରଭ୍ୟୁ କହିଥିଲେ ସୁରଜ କୁମାର ଯେ ହିନ୍ଦୀ ରିଭ୍ୟୁ ଦେବେ ସେ ରିଭ୍ୟୁରେ କହିଥିଲେ କି ଗୋଟେ ଯାହା ବି ହେଲେ ଗୋଟେ ବଡ ମାନେ ଏବେ ସବୁବେଳେ ହିନ୍ଦୀରେ ଆଣିବେ ଓଡିଆ ହିନ୍ଦୀ ଆଣିବେ ଆଉ ବାକି ଲାଙ୍ଗୁଏଜ ଆଣିବେ ନ ଆଣିବେ କିନ୍ତୁ ଓଡିଆ ହିନ୍ଦୀରେ ଆସିବ ବୋଉ ବୁଟୁ ଭୂତ ପରେ ବାବୁସାନଙ୍କର ଗୋଟେ ବଡ ମୁଭି ଆଣିବା ନିହାତି ଦରକାର ଦେଖ ସେ ଏବେ ଚର୍ଚ୍ଚିତ ଅଛନ୍ତି ତ ସେଇ ଟାଇମ ଯଦି ଆଉ ଥରେ ଗୋଟେ ବାଜି ମାରି ନେବେ ତାହେଲେ ତାଙ୍କ ଲେବୁଲ ଉପରକୁ ବଢିଯିବ ଯୋଉ ମୁଭି 20 କୋଟି ଯୋଉ ବୋଉ ବୁଟୁ ଭୂତ କଲା ସେଟା 50 କୋଟି 100 କୋଟି ଏଇଭଳିଆ କରିପାରେ ହିନ୍ଦୀରେ ଆସେ ଯଦି ଭଲ କ୍ଲିକ୍ କରେ ସମସ୍ତେ ସପୋର୍ଟ କରନ୍ତି ଭଲ ଷ୍ଟୋରିଟା ଯଦି ଭଲ ହେଇଯାଏ ଡାଇରେକ୍ଟର ଭଲ ଭାବରେ ଦେଖେଇ ପାରେ ତ ମାନେ 50 କୋଟି ତ କିଛି ନ କାହିଁକି ହିନ୍ଦୀ ଥରେ ଯଦି କ୍ଲିକ୍ କରିଗଲା କାନ୍ତାରା ଯଦି ଦେଖିବେ ପ୍ରଥମ କାନ୍ତାରା ଯୋଉଟା ତାର କିଛି ବି ଇଏ ନଥିଲା କାନାଡାରେ ବାହାରିଥିଲା କିନ୍ତୁ ସେଇଟା ମାନେ ଏତେ ଡିମାଣ୍ଡ ହେଲା କି ହିନ୍ଦୀରେ ବାହାରିଲା 15 କୋଟି ବଜେଟରେ 400 କୋଟି ଇନକମ କଲା ସେଇଥିପାଇଁ କାନ୍ତାରା 2 ଆଜି 1000 କୋଟି ପାଖାପାଖି କିନ୍ତୁ ହେଇଗଲା କିଛି ଅସମ୍ଭବ କିଛି ନୁହଁ ଇଏ ବି ଆମ ଓଡିଆ ଫିଲ୍ମ ବି ସେଇଭଳି ଇନକମ କରିବ କିନ୍ତୁ ହାଇପ୍ ଟି ଦରକାର ପ୍ରମୋଶନ ଦରକାର ସବୁବେଳେ ଆମେ ଆଉ ସ୍କ୍ରିପ୍ଟ ରେ ଦମ ଥିବା ଦରକାର ଯଦି ଷ୍ଟୋରୀରେ ଦମ ଅଛି ଯଦି ଡାଇରେକ୍ଟର ସେଟା ଦେଖେଇ ପାରଛନ୍ତି ତାହେଲେ ମୁଭି ଆରାମସେ ଚାଲିବ ଯୋଉ ମୁଭି ଥରେ ସିଲେକ୍ସନ ହେଇଯାଏ ସେଟା କହିଲେ ବି ମାନେ ବନ୍ଦ ବି ହେଇଯାଏ ତ କିଛି କାରଣ ବହୁତ ଫିଲ୍ମ ଅଛି ଆମେ ଏମିତିଆ ଫିଲ୍ମ ଆପଣ ମାନେ କମେଣ୍ଟ କରି କୁହନ୍ତୁ ଆମେ ଏମିତିଆ ଫିଲ୍ମ ବହୁତ ଆଣିବୁ କି ଆନାଉନ୍ସମେଣ୍ଟ ହେଇଛି ତାର କୌଣସି ଇଏ ବି ଆଉ ଚିହ୍ନ କରୁନି ଆମେ ଯେଟା ବହୁତ ଫିଲ୍ମ ଆଣିବୁ ଆପଣ ମାନଙ୍କ ପାଇଁ ଗୋଟେ ସ୍ପେଶାଲ ଭିଡିଓ ସେଟା ବନେଇବୁ ଆଉ ଏଇଟା ଥିଲା ଆଜିର ଖବର ଆଉ ଏଇ 3ଟା ଫିଲ୍ମର ମାନେ ପସିବିଲିଟିଜ ଥିଲା ଗଜପତିର ବହୁତ କମ ସେଟା ନାହିଁ ଭଳିଆ ବି ଚଳେ ଆଉ ଅନ୍ତର୍ଜାମୀର 20-30% ର ଚାନ୍ସ ଅଛି ହୋଲ୍ଡ ହେଇକି ସେଟା ରହିଛି କିନ୍ତୁ ସବୁଠୁ ଅଧିକା ଯୋଉଟା ଚାନ୍ସ ଅଛି 7-8% ସେଟା ହଉଛି ସୋନକ ଆଉ କିନ୍ତୁ କନଫର୍ମ ଆମେ 100% ଏଇଥିପାଇଁ କହୁନୁ କି ଅଫିସିଆଲ କିଛି ଆସିନି ଆକ୍ସନ ଫିଲ୍ମ ଆଣିବେ ଆଉ ଦର୍ଶକଙ୍କୁ ସରପ୍ରାଇଜ କରିବେ ଏତିକି ଜାଣିଥାନ୍ତୁ ଆକ୍ସନ ଆଣିବେ କାହିଁକି ନା ଆଶା କରୁଛୁ ଯୋଉ ସ୍କ୍ରିପ୍ଟରେ ବସଛନ୍ତି ସେ ସ୍କ୍ରିପ୍ଟଟା ଭଲ ଭାବରେ ହେଇଥାଉ ସ୍କ୍ରିପ୍ଟରେ ଦମ ଥାଉ ଆଉ ଡାଇରେକ୍ଟର ବି ଭଲ ଦେଖନ୍ତୁ ଡାଇରେକ୍ଟର ଭଲ ଦେଖିଲେ ଅବଭିୟସଲି ଫିଲ୍ମଟା ଭଲ ହବ ଆଉ ବାବୁସାନଙ୍କ ଆକ୍ଟିଂ ଉପରେ କେହି ବି ପ୍ରଶ୍ନ କରିନାହାନ୍ତି କେବେ ବି ଓଡିଶାର ଗୋଟେ ନ୍ୟାଚୁରାଲ ସୁପରଷ୍ଟାର ତ ବହୁତ କିଛି ଆଶା ଅଛି ବାବୁସାନଙ୍କ ଠାରୁ ରଜରେ ବାବୁସାନ ଆମକୁ ଗୋଟେ ବଡ ଭେଟି ଦେବେ ବୋଲି ବହୁତ ଭଳି ଆଶା ଅଛି ଆଉ ବିଶ୍ୱାସ ଅଛି ଓଡିଶାର ସୁପରଷ୍ଟାର ଶାନ ସେ ତ ଭିଡିଓଟି ଏଥିପାଇଁ ଏତିକି ଯଥା ମାତ୍ରାରେ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ବାବୁସାନଙ୍କ ଫ୍ୟାନ ମାନେ ନିଜର ଭଲ ପାଇବା ବାବୁସାନ ଶାନ ଯାହା ବି ଆପଣ ମାନେ କମେଣ୍ଟ କରନ୍ତୁ ଆପଣ ମାନେ କୋଉ ମୁଭିକୁ ବେଶୀ ୱେଟ୍ କରନ୍ତି ଅନ୍ତର୍ଜାମୀ ଗଜପତି ସୋନକ ତ ଭିଡିଓଟି ଏଥିପାଇଁ ଏତିକି ମୁଭି ଚର୍ଚ୍ଚାକୁ ଯାଆନ୍ତୁ।